ପ୍ରତ୍ୟେକ ସାଧାରଣ ଜ୍ଞାନ ବା ତଥ୍ୟ ପଛରେ ଏକ ବିରାଟ ଐତିହାସିକ ଭୌଗୋଳିକ କିମ୍ବା ସାଂସ୍କୃତିକ ପୃଷ୍ଠଭୂମି ଥାଏ। ଯେତେବେଳେ ଆମେ ସେହି ଘଟଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ବୁଝିପାରୁନା, ସେତେବେଳେ ଇତିହାସ ଏବଂ ଭୂଗୋଳ ଆଉ ବୋଝ ନ ହୋଇ ଏକ ରୋମାଞ୍ଚକର କାହାଣୀ ପାଲଟିଯାଏ। ହଁ, ଏବଂ ସେହି କାହାଣୀଗୁଡ଼ିକୁ ଖୋଜି ବାହାର କରିବା ପାଇଁ ଆଜି ଆମ ପାଖରେ ଏକ ସ୍ୱତନ୍ତ୍ର ଉତ୍ସ ରହିଛି। ତା ହେଉଛି OSSE-CGL ପରୀକ୍ଷା ପ୍ରସ୍ତୁତି ପାଇଁ ଉଦ୍ଦିଷ୍ଟ ପ୍ରାକ୍ଟିସ୍ ସେଟ୍ ନମ୍ବର 16। ଏହି ସେଟ୍ରେ ଓଡ଼ିଶାର ଜନଜାତି ଇତିହାସ ଏବଂ ଭୂଗୋଳକୁ ନେଇ 10ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି। ଆମର ଆଲୋଚନାର ଶୈଳୀ ଟିକେ ନିଆରା ହେବ ଆଜି। ଆଚ୍ଛା, ଆମେ କେମିତି ଆଗକୁ ବଢ଼ିବା? ଆମେ କ୍ରମାନ୍ୱୟରେ ପ୍ରତ୍ୟେକ ପ୍ରଶ୍ନ ଏବଂ ତାର 4ଟି ଯାକ ବିକଳ୍ପକୁ ପଢ଼ିବା, କିନ୍ତୁ କେବଳ ଉତ୍ତର କହିଦେଇ ଅଟକିଯିବା ନାହିଁ, ବରଂ ପ୍ରତ୍ୟେକ ବିନ୍ଦୁର ଟିକିନିଖି ବିଶ୍ଳେଷଣ କରି ତାର ଗଭୀରତାକୁ ଯିବା। ତେବେ ଆସନ୍ତୁ ଆଉ ଡେରି ନ କରି ଏହି ପ୍ରାକ୍ଟିସ୍ ସେଟ୍ର ପ୍ରଥମ ପ୍ରଶ୍ନରୁ ଆରମ୍ଭ କରିବା। ଆସନ୍ତୁ ଆରମ୍ଭ କରିବା। ଦେଖିବା ଏହି ପ୍ରଶ୍ନଗୁଡ଼ିକ ଆମକୁ କେଉଁ ନୂଆ ଦିଗଦର୍ଶନ ଦେଉଛି। ତେବେ ପ୍ରଥମ ପ୍ରଶ୍ନଟି ହେଉଛି, ଓଡ଼ିଶାର କେଉଁ ଜନଜାତି ବିଶେଷ କରି ପାର୍ବତ୍ୟ ଅଞ୍ଚଳରେ ସ୍ଥାନାନ୍ତରିତ କୃଷି, ଯାହାକୁ ଆମେ ପୋଡୁ ଚାଷ କହୁ, ତାହା କରିବା ପାଇଁ ଜଣାଶୁଣା? ଏଥିପାଇଁ ବିକଳ୍ପଗୁଡ଼ିକ ହେଲା ଏ ସାନ୍ତାଳ, ବି କନ୍ଧ, ସି ଜୁଆଙ୍ଗ ଆଉ ଡି ଭୂୟାଁ। ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ବି, ଅର୍ଥାତ୍ କନ୍ଧ ଜନଜାତି। ସଠିକ୍ ଉତ୍ତର କନ୍ଧ। ଏବେ ମୋର ଏଠାରେ ଗୋଟେ ସନ୍ଦେହ ଅଛି, ବୁଝିଲେ? ତ ଆମେ ସବୁବେଳେ ପଢ଼ିଛୁ ଯେ ଜଙ୍ଗଲ କାଟିବା କିମ୍ବା ଗଛ ପୋଡ଼ିବା ପରିବେଶ ପାଇଁ କ୍ଷତିକାରକ। ତେବେ ଏଇ ସ୍ଲାଶ୍ ଆଣ୍ଡ ବର୍ନ କିମ୍ବା ପୋଡୁ ଚାଷକୁ ଏକ ପ୍ରାଚୀନ ଏବଂ ପାରମ୍ପରିକ ଜ୍ଞାନ ଭାବରେ କାହିଁକି ଗ୍ରହଣ କରାଯାଏ? ଏଥିରେ କ'ଣ ପ୍ରକୃତରେ କୌଣସି ବୈଜ୍ଞାନିକ ଦିଗ ଅଛି, ନା ମୁଁ କିଛି ଭୁଲ ବୁଝୁଛି? ଏହା ଏକ ବହୁତ ବାସ୍ତବିକ ପ୍ରଶ୍ନ। ଆଜିର ଆଧୁନିକ ଦୃଷ୍ଟିକୋଣରୁ ଦେଖିଲେ ଜଙ୍ଗଲ ପୋଡ଼ିବା ଆମକୁ ଭୁଲ ଲାଗିପାରେ, କିନ୍ତୁ ଯଦି ଆମେ କନ୍ଧମାଳ ଏବଂ କଳାହାଣ୍ଡିର ଭୌଗୋଳିକ ସ୍ଥିତିକୁ ଦେଖିବା, ସେଠାରେ ସମତଳ ଭୂମି ନାହିଁ ପ୍ରାୟ। ହଁ, ତା ତ କେବଳ ପାହାଡ଼ିଆ ଅଞ୍ଚଳ। ଏକଦମ ଢାଲୁ ପାହାଡ଼ ଉପରେ ହଳ କରିବା ପ୍ରାୟତଃ ଅସମ୍ଭବ। ତେଣୁ କନ୍ଧ ଜନଜାତିର ଲୋକମାନେ ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟ ବା ସାଇକେଲ ଅନୁସରଣ କରନ୍ତି। ମାନେ ସେମାନେ ଜଙ୍ଗଲର ଏକ ଛୋଟ ଅଂଶ ସଫା କରନ୍ତି ଏବଂ ଶୁଖିଲା ଡାଳପତ୍ର ପୋଡ଼ି ଦିଅନ୍ତି। ଆଉ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେହି ପାଉଁଶ ମାଟି ପାଇଁ ଅତ୍ୟନ୍ତ ଉଚ୍ଚକୋଟୀର ପ୍ରାକୃତିକ ସାର ଭାବରେ କାମ କରେ। ଆଚ୍ଛା, ମାନେ ସେଇ ପାଉଁଶ ସେଠାକାର ମୁଖ୍ୟ ସାର? ବିଲକୁଲ। ସେଥିରେ ପ୍ରଚୁର ପରିମାଣରେ ପୋଟାସିୟମ୍ ଏବଂ ଫସ୍ଫରସ୍ ଥାଏ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସେମାନେ ସେଠାରେ ସବୁଦିନ ପାଇଁ ଚାଷ କରନ୍ତି ନାହିଁ। ଓହୋ, ମାନେ ସେମାନେ ଜାଗା ବଦଳାନ୍ତି? ହଁ, 2-3 ବର୍ଷ ପରେ ଯେତେବେଳେ ମାଟିର ଉର୍ବରତା କମିଯାଏ, ସେମାନେ ସେହି ସ୍ଥାନକୁ ସମ୍ପୂର୍ଣ୍ଣ ଛାଡ଼ି ଅନ୍ୟତ୍ର ଚାଲିଯାଆନ୍ତି ଏବଂ ଆସନ୍ତା 10ରୁ 15 ବର୍ଷ ପର୍ଯ୍ୟନ୍ତ ସେଠାକୁ ଫେରନ୍ତି ନାହିଁ। ବା, 15 ବର୍ଷ? ହଁ, ଏହି ଦୀର୍ଘ ସମୟ ମଧ୍ୟରେ ପ୍ରକୃତି ନିଜକୁ ନିଜେ ସଜାଡ଼ି ନିଏ, ପୁଣି ନୂଆ ଗଛଲତା ଉଠେ ଏବଂ ମାଟି ତାର ହରାଇଥିବା ଉର୍ବରତା ଫେରିପାଏ। ଏହା ହେଉଛି ଇକୋଲୋଜିକାଲ ରିକଭରିର ଏକ ଅଦ୍ଭୁତ ଉଦାହରଣ। କେବଳ ସମସ୍ୟା ସେତେବେଳେ ଉପୁଜାଏ ଯେତେବେଳେ ଜନସଂଖ୍ୟା ବୃଦ୍ଧି କାରଣରୁ ଏହି 15 ବର୍ଷର ବିଶ୍ରାମ ସମୟ କମିଯାଇ 3 କିମ୍ବା 4 ବର୍ଷ ହୋଇଯାଏ। ବୁଝିଲି। ଅର୍ଥାତ୍ ଏହା ପ୍ରକୃତି ସହ ତାଳ ଦେଇ ଚାଲିବାର ଏକ ସୂକ୍ଷ୍ମ ଗଣିତ। ଏବେ ଆସନ୍ତୁ ଦ୍ୱିତୀୟ ପ୍ରଶ୍ନକୁ ଯିବା, ଯାହା ପାହାଡ଼ ଓ ଜଙ୍ଗଲରୁ ବାହାରିଥିବା ଜୀବନଧାରା ସହିତ ଜଡ଼ିତ। ପ୍ରଶ୍ନଟି ହେଲା, ବୁଢ଼ାବଳଙ୍ଗ ନଦୀ ମୁଖ୍ୟତଃ ଓଡ଼ିଶାର କେଉଁ ଜିଲ୍ଲା ଦେଇ ପ୍ରବାହିତ ହୁଏ? ଏହାର ବିକଳ୍ପଗୁଡ଼ିକ କ'ଣ ଅଛି? ଏହାର 4ଟି ବିକଳ୍ପ ହେଲା ଏ ମୟୂରଭଞ୍ଜ, ବି ବଲାଙ୍ଗୀର, ସି କଳାହାଣ୍ଡି, ଡି ନୂଆପଡ଼ା। ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ଏ ମୟୂରଭଞ୍ଜ। ଏହି ନଦୀର ନାମଟି ଯେତିକି ସୁନ୍ଦର, ତାର ପ୍ରବାହ ପଥ ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ ବୋଲି ବୋଧେ, ନୁହେଁ କି? ଏକଦମ ଠିକ୍। ମୟୂରଭଞ୍ଜ କହିଲେ ଆମ ଆଖି ସାମ୍ନାକୁ ପ୍ରଥମେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଏବଂ ସେଠାକାର ବିଶାଳ ପର୍ବତମାଳାର ଚିତ୍ର ଆସେ। ମାନେ ବୁଢ଼ାବଳଙ୍ଗ ନଦୀର ଜନ୍ମସ୍ଥାନ ହେଉଛି ଏହି ଶିମିଳିପାଳ ପାହାଡ଼। ପାହାଡ଼ଗୁଡ଼ିକ କିପରି ବିଶାଳ ଜଳଭଣ୍ଡାର କିମ୍ବା ଆମେ ଯାହାକୁ ୱାଟର ଟାୱାର କହୁ ସେହି ଭାବରେ କାମ କରନ୍ତି, ଏହା ତାର ଏକ ଜୀବନ୍ତ ପ୍ରମାଣ। ସେଗୁଡ଼ିକ କିପରି ୱାଟର ଟାୱାର ଭଳି କାମ କରେ, ଟିକେ ବୁଝାଇବେ କି? ନିଶ୍ଚୟ।
ବର୍ଷା ଦିନେ ଏହି ପାହାଡ଼ ଓ ଘଞ୍ଚ ଜଙ୍ଗଲ ବିପୁଳ ପରିମାଣର ଜଳକୁ ଏକ ସ୍ପଞ୍ଜ ଭଳି ଶୋଷି ରଖନ୍ତି ଏବଂ ତାପରେ ବର୍ଷା ତମାମ ତାହାକୁ ଛୋଟ ଛୋଟ ଝରଣା ଆକାରରେ ଛାଡ଼ନ୍ତି, ଯାହା ମିଶି ଶେଷରେ ବୁଢ଼ାବଳଙ୍ଗ ନଦୀର ରୂପ ନିଏ। ଏହି ନଦୀ ମୟୂରଭଞ୍ଜ ଦେଇ ବାହାରି ବାଲେଶ୍ୱର ନିକଟରେ ବଙ୍ଗୋପସାଗରରେ ମିଶିବା ପର୍ଯ୍ୟନ୍ତ ଏକ ବିଶାଳ କୃଷିଭିତ୍ତିକ ଅର୍ଥନୀତିକୁ ବଞ୍ଚାଇ ରଖିଛି। ମାନେ ଗୋଟିଏ ଅଞ୍ଚଳର ଭୂଗୋଳ ତାର ସମ୍ପୂର୍ଣ୍ଣ ଜୀବନଚକ୍ରକୁ ନିୟନ୍ତ୍ରଣ କରେ। ଆମେ ଏବେ ମୟୂରଭଞ୍ଜର ନଦୀ ଏବଂ ପ୍ରକୃତି ବିଷୟରେ ଜାଣିଲେ, କିନ୍ତୁ ଏହି ଭୂଗୋଳ କିପରି ସେଠାକାର ଲୋକଙ୍କ ଆଚରଣ ଓ ସଂସ୍କୃତିକୁ ପ୍ରଭାବିତ କରେ, ତାହାର ଏକ ଚମତ୍କାର ଉଦାହରଣ ହେଉଛି ଆମର ତୃତୀୟ ପ୍ରଶ୍ନ। ଆଚ୍ଛା, ତୃତୀୟ ପ୍ରଶ୍ନଟି କ'ଣ? ପ୍ରଶ୍ନଟି ହେଲା, ଓଡ଼ିଶାର ପ୍ରସିଦ୍ଧ ଛଉ ନୃତ୍ୟ ମୁଖ୍ୟତଃ କେଉଁ ଜିଲ୍ଲା ସହିତ ଜଡ଼ିତ? ବିକଳ୍ପଗୁଡ଼ିକ ଅଛି ଏ କୋରାପୁଟ, ବି ମୟୂରଭଞ୍ଜ, ସି ସମ୍ବଲପୁର ଆଉ ଡି ଗଞ୍ଜାମ। ଆମେ ସମସ୍ତେ ଜାଣୁ ସଠିକ୍ ଉତ୍ତର ହେଉଛି ବିକଳ୍ପ ବି ମୟୂରଭଞ୍ଜ। କିନ୍ତୁ ଏଠାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ସାଧାରଣତଃ ନୃତ୍ୟ କହିଲେ ଆମେ କୋମଳ ପଦଚାଳନା, ଭାବ ଏବଂ ଶୃଙ୍ଗାର ରସ ବିଷୟରେ ଭାବୁ। ହଁ, ତାହା ତ ସାଧାରଣତଃ ନୃତ୍ୟର ରୂପ। କିନ୍ତୁ ଆପଣ ଯଦି ମୟୂରଭଞ୍ଜ ଛଉ ନୃତ୍ୟ ଦେଖିବେ, ସେଥିରେ ଆକାଶକୁ ଡେଇଁବା, ଶୂନ୍ୟରେ ଘୂରିବା ଏବଂ ଖଣ୍ଡାଚାଳନା ଭଳି ଭୟଙ୍କର ମାର୍ଶାଲ ଆର୍ଟସ୍ ବା ଯୁଦ୍ଧକଳାର ଦୃଶ୍ୟ ଦେଖିବାକୁ ମିଳେ। ନୃତ୍ୟ ଏବଂ ଯୁଦ୍ଧକଳାର ଏହି ଅଦ୍ଭୁତ ମିଶ୍ରଣ କିପରି ସମ୍ଭବ ହେଲା? ହଁ, ଏହି ପ୍ରଶ୍ନର ଉତ୍ତର ପ୍ରକୃତରେ ଆମ ଇତିହାସର ପୃଷ୍ଠାରେ ଲୁଚି ରହିଛି। ମୟୂରଭଞ୍ଜ ଅତୀତରେ ଏକ ଶକ୍ତିଶାଳୀ ଗଡ଼ଜାତ ରାଜ୍ୟ ଥିଲା। ଛଉ ନୃତ୍ୟର ମୂଳ ଉତ୍ସ କୌଣସି ମନ୍ଦିର ବା ଦରବାରରୁ ଆସିନାହିଁ, ବରଂ ଏହା ଆସିଛି ସାମରିକ ଛାଉଣୀରୁ ବା ମିଲିଟାରୀ କ୍ୟାମ୍ପରୁ। ମିଲିଟାରୀ କ୍ୟାମ୍ପରୁ? ସତରେ? ହଁ, ପ୍ରାଚୀନ କାଳରେ ପାଇକ ବା ସୈନ୍ୟମାନେ ଶାନ୍ତି ସମୟରେ ନିଜର ଶାରୀରିକ ସୁସ୍ଥତା ବଜାୟ ରଖିବା ପାଇଁ ଏବଂ ଯୁଦ୍ଧ କୌଶଳର ଅଭ୍ୟାସ ପାଇଁ ଖଣ୍ଡା ଏବଂ ଢାଲ ଧରି ଏକ ପ୍ରକାର କସରତ କରୁଥିଲେ, ଯାହାକୁ ରୁଖମାର ନାଚ କୁହାଯାଉଥିଲା। ଓହୋ, ଯାହା ଆଜି ନୃତ୍ୟ, ତାହା ଦିନେ ଯୁଦ୍ଧର ପ୍ରସ୍ତୁତି ଥିଲା। ଅବିକଳ ସେୟା। କାଳକ୍ରମେ ଏହି କଠୋର ସାମରିକ ଅଭ୍ୟାସରେ ସଙ୍ଗୀତ, ବୀରବାଦ୍ୟ ଏବଂ ପୌରାଣିକ କାହାଣୀ ଯୋଡ଼ି ହୋଇଗଲା। ସେଥିପାଇଁ ମୟୂରଭଞ୍ଜ ଛଉରେ ଶାରୀରିକ ଶକ୍ତି ଏବଂ ବୀରରସର ପ୍ରାଧାନ୍ୟ ଏତେ ଅଧିକ ଦେଖିବାକୁ ମିଳେ। ଏହାର ଏହି ନିଆରା ପରମ୍ପରା ପାଇଁ ହିଁ ୟୁନେସ୍କୋ ଏହାଠୁ ଅମୂର୍ତ୍ତ ସାଂସ୍କୃତିକ ଐତିହ୍ୟ ବା ଇନ୍ଟାଞ୍ଜିବଲ୍ କଲ୍ଚରାଲ ହେରିଟେଜ୍ର ମାନ୍ୟତା ପ୍ରଦାନ କରିଛି। ଏହା କେବଳ ଏକ ମନୋରଞ୍ଜନ ନୁହେଁ, ଏହା ହେଉଛି ନିଜକୁ ରକ୍ଷା କରିବାର ଏକ ଅଭିଲେଖ। ବାଃ, ସତରେ ଏହା ଜାଣିବା ପରେ ଛଉ ନୃତ୍ୟ ଦେଖିବାର ଦୃଷ୍ଟିକୋଣ ସମ୍ପୂର୍ଣ୍ଣ ବଦଳିଯିବ। ବର୍ତ୍ତମାନ ଆମେ ସାମରିକ ଶକ୍ତିରୁ ଆଉ ଏକ ବିରାଟ ଶକ୍ତି ପ୍ରଦର୍ଶନ ଆଡ଼କୁ ଯିବା। ତାହା ହେଉଛି ସ୍ଥାପତ୍ୟ ଏବଂ ଇଞ୍ଜିନିୟରିଂ ଶକ୍ତି। ଚତୁର୍ଥ ପ୍ରଶ୍ନଟି ହେଲା, ଦ୍ୱାଦଶ ଶତାବ୍ଦୀରେ ପୁରୀର ଶ୍ରୀଜଗନ୍ନାଥ ମନ୍ଦିର କେଉଁ ରାଜବଂଶ ନିର୍ମାଣ କରିଥିଲେ? ଏହା ତ ଏକ ବହୁତ ଜଣାଶୁଣା ପ୍ରଶ୍ନ। ହଁ, ବିକଳ୍ପଗୁଡ଼ିକ ରହିଛି ଏ ସୋମବଂଶୀ ନିର୍ମାଣ, ବି ପୂର୍ବଗଙ୍ଗ ବଂଶ, ସି ଭୌମକର ବଂଶ, ଡି ଶୈଳୋଦ୍ଭବ ବଂଶ। ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ବି ପୂର୍ବଗଙ୍ଗ ବଂଶ। ଏବେ ମୋର ଗୋଟେ ପ୍ରଶ୍ନ ମୁଣ୍ଡକୁ ଆସୁଛି, ଦ୍ୱାଦଶ ଶତାବ୍ଦୀରେ ନା କୌଣସି ଆଧୁନିକ କ୍ରେନ୍ ଥିଲା ନା ଜେସିବି? ହଁ, ତାହା ତ ଥିଲା। ତେବେ ସମୁଦ୍ରକୂଳର ବାଲିଆ ମାଟିରେ ଏତେ ଉଚ୍ଚ ଏବଂ ବିଶାଳ ପଥରର ମନ୍ଦିର ନିର୍ମାଣ କରିବା ପଛରେ କେବଳ ଧର୍ମ ଭାବନା ଥିଲା, ନା ଏହା ଏକ ବିରାଟ ରାଜନୈତିକ ବାର୍ତ୍ତା ମଧ୍ୟ ଥିଲା? ଆପଣ ଏକଦମ ସଠିକ୍ ଜାଗାରେ ଧରିଛନ୍ତି। ଏହା କେବଳ ଏକ ଉପାସନା ପୀଠ ନଥିଲା। ପୂର୍ବ ଗଙ୍ଗବଂଶର ପ୍ରତାପୀ ସମ୍ରାଟ ଅନନ୍ତ ବର୍ମନ ଚୋଡ଼ଗଙ୍ଗଦେବ ଯେତେବେଳେ ଏହି ମନ୍ଦିର ନିର୍ମାଣର ନିଷ୍ପତ୍ତି ନେଲେ, ସେତେବେଳେ ତାଙ୍କର ସାମ୍ରାଜ୍ୟ ଉତ୍ତରରେ ଗଙ୍ଗାନଦୀଠାରୁ ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ବ୍ୟାପିଥିଲା। ଏହି ବିଶାଳକାୟ ମନ୍ଦିର ତାଙ୍କ ସାମ୍ରାଜ୍ୟର ଅସୀମ ଆର୍ଥିକ ସମୃଦ୍ଧି ଏବଂ ରାଜନୈତିକ ସ୍ଥିରତାର ଏକ ବଡ଼ ପ୍ରମାଣ ଥିଲା। ସେ ଦେଖାଇବାକୁ ଚାହୁଁଥିଲେ ଯେ ତାଙ୍କ ପାଖରେ କେତେ କ୍ଷମତା ଅଛି। ବିଲକୁଲ। ଏବଂ ଆପଣ ଯେଉଁ ଇଞ୍ଜିନିୟରିଂ କଥା କହିଲେ ନା, ତାହା ସତରେ ବିସ୍ମୟକର। ସମୁଦ୍ର କୂଳର ବାଲିଆ ମାଟି ଉପରେ ଏତେ ବଡ଼ ମନ୍ଦିର ଛିଡ଼ା କରାଇବା ପାଇଁ ସେମାନେ ମାଟି ତଳେ ବହୁ ଗଭୀର ପର୍ଯ୍ୟନ୍ତ ପଥରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ବିନା ସିମେଣ୍ଟ କିମ୍ବା ଲୁହାରେ କେବଳ ପଥର ସହ ପଥରକୁ ଲକ୍ କରି ଇଣ୍ଟରଲକିଂ କରି ଏହାକୁ ଗଢ଼ାଯାଇଛି। ବଡ଼ ବଡ଼ ପଥରକୁ ଉପରକୁ ନେବା ପାଇଁ ବାଲିର ରାସ୍ତା ତିଆରି କରାଯାଉଥିଲା। ଏହା ସେହି ସମୟର ଜ୍ଞାନକୌଶଳର ପରାକାଷ୍ଠା। ଆଚ୍ଛା,
ମାନେ ଆଜିର ବୁର୍ଜ ଖଲିଫା ଭଳି ସେ ସମୟରେ ଏହା ଏକ ସୁପର ଷ୍ଟ୍ରକ୍ଚର ଥିଲା ଯାହା ଦୂରଦୂରାନ୍ତରୁ ଲୋକଙ୍କୁ ଆକର୍ଷିତ କରୁଥିଲା। ଏହିଭଳି ମହାନ ସ୍ଥାପତ୍ୟ ଏବଂ ଐତିହ୍ୟ ପରେ ଏବେ ଆମେ ସିଧା ମାଟି ଆଉ କୃଷି ସହିତ ଜଡ଼ିତ ଆମର ଏକ ସାମାଜିକ ପରମ୍ପରାକୁ ବୁଝିବା। ପଞ୍ଚମ ପ୍ରଶ୍ନଟି ପଡ଼ୁଛି, ହଁ, ପଢ଼ନ୍ତୁ। ନୂତନ ଶସ୍ୟ ଅମଳର ପର୍ବ ନୂଆଖାଇ ମୁଖ୍ୟତଃ ଓଡ଼ିଶାର କେଉଁ ଅଞ୍ଚଳରେ ପାଳନ କରାଯାଏ? ଚାରୋଟି ବିକଳ୍ପ ହେଲା ଏ ଉପକୂଳ ଓଡ଼ିଶା, ବି ପଶ୍ଚିମ ଓଡ଼ିଶା, ସି ଉତ୍ତର ଓଡ଼ିଶା ଆଉ ଡି ଦକ୍ଷିଣ ଓଡ଼ିଶା। ସଠିକ୍ ଉତ୍ତର ହେଉଛି ବିକଳ୍ପ ବି ପଶ୍ଚିମ ଓଡ଼ିଶା। ଆମେ ଜାଣୁ ଯେ ନୂଆ ଧାନ କାଟିବା ପରେ ଏହି ପର୍ବ ପାଳନ ହୁଏ, କିନ୍ତୁ ଏହାର ସାମାଜିକ ଗୁରୁତ୍ୱ କ'ଣ? ଏହା କାହିଁକି ଏତେ ନିଆରା? ଦେଖନ୍ତୁ, କୃଷିଭିତ୍ତିକ ସମାଜରେ ଫସଲ ଅମଳ କେବଳ ଲାଭର ବିଷୟ ନୁହେଁ, ଏହା ହେଉଛି ବଞ୍ଚିବାର ଆଧାର। ପଶ୍ଚିମ ଓଡ଼ିଶାରେ ଜିଲ୍ଲାଗୁଡ଼ିକରେ ଯେପରିକି ସମ୍ବଲପୁର, ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆଖାଇ ଏକ ଧର୍ମୀୟ ପର୍ବଠାରୁ ବଳି ଏକ ସାମାଜିକ ବନ୍ଧନ। ବୁଝିଲେ ତ? କୃଷକ କଠିନ ପରିଶ୍ରମ ପରେ ଯେତେବେଳେ ପ୍ରଥମ ଧାନ ଅମଳ କରେ, ସେ ନିଜେ ଖାଇବା ଆଗରୁ ଦେବତାଙ୍କୁ ଅର୍ପଣ କରେ। ଏକ୍ଜାକ୍ଟମ୍, ସେ ତାକୁ ନିଜେ ନ ଖାଇ ସର୍ବପ୍ରଥମେ ନିଜର ଇଷ୍ଟଦେବୀ ଯେପରିକି ମା ସମଲେଶ୍ୱରୀ, ମା ପାଟଣେଶ୍ୱରୀ କିମ୍ବା ମା ମାଣିକେଶ୍ୱରୀଙ୍କୁ ଅର୍ପଣ କରେ। ଏହା ଦର୍ଶାଉଛି ଯେ ଆମର ଏହି ସଫଳତା ପଛରେ ପ୍ରକୃତି ମାତାର ସବୁଠୁ ବଡ଼ ହାତ ରହିଛି। ଆଉ ମୁଁ ଶୁଣିଛି ଏଥିରେ ନୂଆଖାଇ ଭେଟଘାଟ ଏବଂ ଜୁହାର ହେବାର ଏକ ସୁନ୍ଦର ପରମ୍ପରା ରହିଛି। ହଁ, ତାହା ହିଁ ତ ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗ। ପରିବାରର ସମସ୍ତ ସଦସ୍ୟ, ସେମାନେ ଯେତେ ଦୂରରେ ଥିଲେ ବି ଏହି ଦିନ ଏକାଠି ବସି ନୂଆ ଅନ୍ନ ଗ୍ରହଣ କରନ୍ତି। ସାନମାନେ ବଡ଼ମାନଙ୍କୁ ମୁଣ୍ଡିଆ ମାରି ନୂଆଖାଇ ଜୁହାର ଜଣାନ୍ତି ଏବଂ ଆଶୀର୍ବାଦ ନିଅନ୍ତି। ଗାଁରେ ସମସ୍ତେ ସମସ୍ତଙ୍କ ଘରକୁ ଯାଇ ଶୁଭେଚ୍ଛା ଜଣାନ୍ତି। ଏହା ପରିବାର ଏବଂ ସମାଜ ମଧ୍ୟରେ ଥିବା ମତାନ୍ତରକୁ ଭୁଲି ଏକଜୁଟ ହେବାରେ ଏକ ଚମତ୍କାର ଉପାୟ। ସତରେ ଏହା ସମ୍ପର୍କରେ ଏକ ବିରାଟ ପର୍ବ। ଏବେ ଆମେ ଷଷ୍ଠ ପ୍ରଶ୍ନକୁ ଆସିବା, ଯାହା ଓଡ଼ିଶାର ଭୌଗୋଳିକ ଗଠନର ଏକ ମୂଳଦୁଆ ବିଷୟରେ। ଏହା ଏକ ବିବୃତ୍ତି ବା ଷ୍ଟେଟମେଣ୍ଟ ଆଧାରିତ ପ୍ରଶ୍ନ। ଆଚ୍ଛା, ଷ୍ଟେଟମେଣ୍ଟଗୁଡ଼ିକ କ'ଣ ଅଛି? ପ୍ରଶ୍ନଟି ହେଲା, ପୂର୍ବଘାଟ ପର୍ବତମାଳା ବିଷୟରେ ନିମ୍ନଲିଖିତ ବିବୃତିଗୁଡ଼ିକ ଉପରେ ବିଚାର କରନ୍ତୁ। ବିବୃତି 1, ସେଗୁଡ଼ିକ ଭାରତର ପୂର୍ବ ଉପକୂଳ ସମାନ୍ତରାଳରେ ବ୍ୟାପିଛି। ବିବୃତି 2, ଏହାର ଏକ ବଡ଼ ଅଂଶ ଓଡ଼ିଶାରେ ଅବସ୍ଥିତ। ପ୍ରଶ୍ନ ପଚାରୁଛି, କେଉଁ ବିବୃତି ସଠିକ୍? ବିକଳ୍ପଗୁଡ଼ିକ ହେଲା ଏ କେବଳ 1, ବି କେବଳ 2, ସି ଉଭୟ 1 ଏବଂ 2 ଆଉ ଡି 1 କିମ୍ବା 2 ନୁହେଁ। ଆଉ ଏହାର ସଠିକ୍ ଉତ୍ତର ହେଲା ଉଭୟ। ହଁ, ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ସି, ଅର୍ଥାତ୍ ଉଭୟ ବିବୃତି ସଠିକ୍। ଆମେ ଯଦି ଏହାକୁ ମାନଚିତ୍ରରେ ଦେଖିବା, ଏହି ପୂର୍ବଘାଟ ପର୍ବତମାଳାର ପ୍ରକୃତ ଗୁରୁତ୍ୱ କ'ଣ ଆମ ରାଜ୍ୟ ପାଇଁ? ଯଦି ପୂର୍ବଘାଟ ପର୍ବତମାଳା ନଥାନ୍ତା, ତେବେ ଓଡ଼ିଶାର ଭୂଗୋଳ ଏବଂ ଜଳବାୟୁ ସମ୍ପୂର୍ଣ୍ଣ ଅଲଗା ହୋଇଥାନ୍ତା। ଏହି ପର୍ବତମାଳା ବଙ୍ଗୋପସାଗର ଉପକୂଳ ସମାନ୍ତରାଳରେ ବ୍ୟାପିଛି। କିନ୍ତୁ ଜାଣିଛନ୍ତି, ଭାରତର ପଶ୍ଚିମଘାଟ ପର୍ବତମାଳା ଭଳି ଏହା ଏକ କ୍ରମାଗତ ବା କଣ୍ଟିନ୍ୟୁଅସ୍ ପାହାଡ଼ ନୁହେଁ। ଓହୋ, ମାନେ ୟା ମଝିରେ ମଝିରେ କଟିଯାଇଛି। ହଁ, ମହାନଦୀ, ଗୋଦାବରୀ ଆଦି ବଡ଼ ବଡ଼ ନଦୀଗୁଡ଼ିକ ଏହାକୁ କାଟି ସମୁଦ୍ରରେ ମିଶିଛନ୍ତି। ତେଣୁ ଏହା ଖଣ୍ଡ ଖଣ୍ଡ ହୋଇ ରହିଛି। ଓଡ଼ିଶାରେ ଏହାର ଏକ ବିରାଟ ଅଂଶ ରହିଛି, ଯେଉଁଥିରେ ଆମର ସର୍ବୋଚ୍ଚ ଶୃଙ୍ଗ ଦେଓମାଳି ଏବଂ ଐତିହାସିକ ମହେନ୍ଦ୍ରଗିରି ଅନ୍ତର୍ଭୁକ୍ତ। ଆଉ ସବୁଠାରୁ ବଡ଼ କଥା ହେଲା, ବଙ୍ଗୋପସାଗରରୁ ଆସୁଥିବା ମୌସୁମୀ ବାୟୁକୁ ଏହି ପାହାଡ଼ଗୁଡ଼ିକ ଅଟକାଇ ବର୍ଷା କରାନ୍ତି। ଏହା ଆମ ରାଜ୍ୟର ଜଳବାୟୁ ନିୟନ୍ତ୍ରକ ବା କ୍ଲାଇମେଟ୍ ରେଗୁଲେଟର ଭାବରେ କାମ କରେ। ବାଃ, ଏହା ଆମ ଜଳବାୟୁର ମେରୁଦଣ୍ଡ। ତେବେ ଆପଣ ବଡ଼ ବଡ଼ ନଦୀମାନଙ୍କ କଥା ଉଠାଇଲେ, ଯେଉଁମାନେ ପାହାଡ଼ କାଟି ବାହାରିଛନ୍ତି। ଏହି ପ୍ରସଙ୍ଗକୁ ନେଇ ଆମର ସପ୍ତମ ପ୍ରଶ୍ନ ରହିଛି। ପ୍ରଶ୍ନଟି ହେଲା, ଶାଳନ୍ଦୀ ନଦୀ କେଉଁ ପ୍ରମୁଖ ନଦୀର ଉପନଦୀ ଅଟେ? ବିକଳ୍ପଗୁଡ଼ିକ ହେଲା ଏ ବ୍ରାହ୍ମଣୀ, ବି ବୈତରଣୀ, ସି ସୁବର୍ଣ୍ଣରେଖା, ଡି ମହାନଦୀ। ସଠିକ୍ ଉତ୍ତର ହେଉଛି ବିକଳ୍ପ ବି ବୈତରଣୀ। ଆଚ୍ଛା, ଏଠାରେ ମୁଁ ଏକ ଦୃଶ୍ୟ କଳ୍ପନା କରୁଛି। ଗୋଟିଏ ମୁଖ୍ୟ ନଦୀ ହେଉଛି ଠିକ୍ ଗୋଟିଏ ଜାତୀୟ ରାଜପଥ ବା ନ୍ୟାସନାଲ ହାଇୱେ ପରି। ବହୁତ ସୁନ୍ଦର ଉପମା। ଏବଂ ଶାଳନ୍ଦୀ ଭଳି ଉପନଦୀଗୁଡ଼ିକ ହେଉଛନ୍ତି ଗାଁ ଗହଳିରୁ ଆସିଥିବା ସ୍ଥାନୀୟ ରାସ୍ତା, ଯାହା ଚାରିଆଡ଼ୁ ଜଳ ସଂଗ୍ରହ କରି ଆଣି ସେହି ବିଶାଳ ରାଜପଥରେ ମିଶାଇଥାନ୍ତି। ମୁଁ ଠିକ୍ ଭାବୁଛି କି? କି ଚମତ୍କାର ଉପମା! ସମ୍ପୂର୍ଣ୍ଣ ସଠିକ୍। ଆମେ ଅନେକ ସମୟରେ କେବଳ ମୁଖ୍ୟ ନଦୀକୁ ଗୁରୁତ୍ୱ ଦେଉ, କିନ୍ତୁ ଗୋଟିଏ ମୁଖ୍ୟ ନଦୀ
କେବେ ବି ଏକୁଟିଆ ବଞ୍ଚିପାରିବ ନାହିଁ। ତାର ଜୀବନ ନିର୍ଭର କରେ ତାର ଶହ ଶହ ଉପନଦୀ ଉପରେ, ଯାହା ଏକ ବିଶାଳ ନଦୀ ଅବବାହିକା ବା ରିଭର ବେସିନ୍ ସୃଷ୍ଟି କରେ। ହଁ, ସାଳନ୍ଦୀର ବି ଏମିତି ଏକ ବେସିନ୍ ଥିବ। ନିଶ୍ଚୟ, ସାଳନ୍ଦୀ ନଦୀ ମେଘାସନ ପାହାଡ଼ରୁ ବାହାରି କେନ୍ଦୁଝର ଏବଂ ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ହୁଏ। ଏହା ସେହି ଅଞ୍ଚଳର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ ଜଳସେଚନର ମୁଖ୍ୟ ଉତ୍ସ। ଶେଷରେ ଯାଇ ଏହା ଆମର ପ୍ରାଚୀନ ଏବଂ ପବିତ୍ର ବୈତରଣୀ ନଦୀରେ ମିଶିଥାଏ। ଏହି ଛୋଟ ଛୋଟ ଧାରାଗୁଡ଼ିକ ହିଁ ମିଶି ସଭ୍ୟତାକୁ ବଞ୍ଚାଇ ରଖନ୍ତି। ନଦୀରୁ ସଭ୍ୟତା ଏବଂ ସଭ୍ୟତାରୁ ଇତିହାସ। ଆମେ ଏବେ ପହଞ୍ଚିଗଲେ ଅଷ୍ଟମ ପ୍ରଶ୍ନ ପାଖରେ, ଯାହା ଇତିହାସର ଏକ ସୁବର୍ଣ୍ଣ ପୃଷ୍ଠା ବିଷୟରେ। ପ୍ରଶ୍ନଟି ପଡ଼ୁଛି, ହାତୀଗୁମ୍ଫା ଶିଳାଲେଖରୁ କଳିଙ୍ଗର କେଉଁ ପ୍ରାଚୀନ ଶାସକଙ୍କ ବିଷୟରେ ଜଣାପଡ଼େ? ବିକଳ୍ପ ହେଲା ଏ ଅଶୋକ, ବି ଖାରବେଳ, ସି କପିଳେନ୍ଦ୍ର ଦେବ, ଆଉ ଡି ପୁରୁଷୋତ୍ତମ ଦେବ। ଉତ୍ତର ହେଉଛି ବିକଳ୍ପ ବି, ସମ୍ରାଟ ଖାରବେଳ। ହଁ, ଖାରବେଳ। ଆପଣ ପୂର୍ବରୁ ଏକ ବିଲବୋର୍ଡ କଥା କହୁଥିଲେ ନା? ହଁ, ମୁଁ ଏହାକୁ ଏକ ପ୍ରାଚୀନ କାଳର ବିରାଟ ବିଲବୋର୍ଡ ବୋଲି ଭାବେ। ସେ ସମୟରେ ତ ଖବରକାଗଜ ବା ସୋସିଆଲ ମିଡିଆ ନଥିଲା, ତେଣୁ ରାଜାମାନେ ଲୋକଙ୍କୁ ନିଜର ସଫଳତା ଜଣାଇବା ପାଇଁ ପାହାଡ଼ ଦେହରେ ବଡ଼ ବଡ଼ ଅକ୍ଷରରେ ଖୋଦେଇ କରିଦେଉଥିଲେ। ମନେ ଆପଣଙ୍କର ବିଲବୋର୍ଡ ଧାରଣାଟି ଅତ୍ୟନ୍ତ ଆକର୍ଷଣୀୟ ଏବଂ ବାସ୍ତବ। ଭୁବନେଶ୍ୱରର ଉଦୟଗିରି ପାହାଡ଼ରେ ଥିବା ଏହି ହାତୀଗୁମ୍ଫା ଶିଳାଲେଖ ହେଉଛି ଭାରତୀୟ ଇତିହାସରେ ଏକ ଅମୂଲ୍ୟ ରତ୍ନ। ଏହା କେବଳ କିଛି ଧାଡ଼ିର ଲେଖା ନୁହେଁ, ଜାଣିଛନ୍ତି? ମହାମେଧବାହନ ବଂଶର ଶ୍ରେଷ୍ଠ ଶାସକ ଖାରବେଳ ଏହି ଲେଖାରେ ନିଜ ଶାସନକାଳର ପ୍ରଥମ 13 ବର୍ଷର ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଛନ୍ତି। ବାଃ, ପୁରା 13 ବର୍ଷର ରେକର୍ଡ! ହଁ, ବ୍ରାହ୍ମୀ ଲିପିରେ ଖୋଦିତ ଏହି 17 ଧାଡ଼ିରୁ ଜଣାପଡ଼େ ଯେ ସେ କେବଳ ଯୁଦ୍ଧ କରୁନଥିଲେ, ସେ ପ୍ରଜାମାନଙ୍କ ପାଇଁ ନୂତନ କେନାଲ ଖୋଳାଇଛନ୍ତି, ବାତ୍ୟାରେ ଭାଙ୍ଗିଯାଇଥିଲା ନଗରଦ୍ୱାରକୁ ମରାମତି କରିଛନ୍ତି ଏବଂ ସଙ୍ଗୀତ ଓ ନୃତ୍ୟ ଉତ୍ସବର ମଧ୍ୟ ଆୟୋଜନ କରିଛନ୍ତି। ଏହା ହେଉଛି ପ୍ରଥମ ଶତାବ୍ଦୀ ଖ୍ରୀଷ୍ଟପୂର୍ବର ଏକ ପବ୍ଲିକ୍ ରିଲେସନ୍ସ କିମ୍ବା PR ଷ୍ଟ୍ରାଟେଜି, ଯାହା ଆଜି 2000 ବର୍ଷ ପରେ ବି ଦୃଢ଼ ଭାବରେ ଛିଡ଼ା ହୋଇଛି। 2000 ବର୍ଷ ତଳର PR ଷ୍ଟ୍ରାଟେଜି। ବିଶ୍ୱାସ ହେଉନି। ଆଚ୍ଛା, ପଥର ଉପରେ ଖୋଦାଇ ହୋଇଥିବା ଏହି ଅଦ୍ଭୁତ କଳାରୁ ବର୍ତ୍ତମାନ ଆମେ ସୂତା ଦେହରେ ବୁଣା ହୋଇଥିବା ଯାଦୁଗରୀ କଳା ବିଷୟରେ ଜାଣିବା। ନବମ ପ୍ରଶ୍ନଟି ପୁଣି ଏକ ବିବୃତି ଆଧାରିତ ପ୍ରଶ୍ନ। ଆଚ୍ଛା, ଦେଖିବା କ'ଣ ଅଛି। ସମ୍ବଲପୁରୀ ଶାଢ଼ୀ ବିଷୟରେ ନିମ୍ନଲିଖିତ ବିବୃତିଗୁଡ଼ିକ ଉପରେ ବିଚାର କରନ୍ତୁ। ବିବୃତି 1, ଏଗୁଡ଼ିକ ଇକତ୍ ବା ବନ୍ଧବୁଣା କୌଶଳ ବ୍ୟବହାର କରି ତିଆରି। ବିବୃତି 2, ସେଗୁଡ଼ିକ ପଶ୍ଚିମ ଓଡ଼ିଶାରୁ ଆସିଥାଏ। ସଠିକ୍ ବିବୃତି କେଉଁଟି? ଏ କେବଳ 1, ବି କେବଳ 2, ସି ଉଭୟ 1 ଏବଂ 2, ଆଉ ଡି କୌଣସିଟି ନୁହେଁ। ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ସି, ଅର୍ଥାତ୍ ଉଭୟ ବିବୃତି 1 ଏବଂ 2 ସଠିକ୍। ମୁଁ ସବୁବେଳେ ଭାବେ ଏହି ବନ୍ଧକଳା ହେଉଛି ଏକ ପ୍ରକାର ଆଡଭାନ୍ସଡ୍ ପ୍ରୋଗ୍ରାମିଂ ପରି। ଆଡଭାନ୍ସଡ୍ ପ୍ରୋଗ୍ରାମିଂ, ଏହାକୁ ଟିକେ ବୁଝାଇ କହିବେ କି? ଦେଖନ୍ତୁ, ସାଧାରଣ ଲୁଗାରେ କ'ଣ ହୁଏ, କପଡ଼ା ବୁଣିସାରିବା ପରେ ତା ଉପରେ ପ୍ରିଣ୍ଟ ବା ରଙ୍ଗ ଦିଆଯାଏ, କିନ୍ତୁ ବନ୍ଧକଳାରେ ତାହା ହୁଏ ନାହିଁ। ମାନେ ସୂତାଗୁଡ଼ିକୁ ଲୁମ୍ ବା ତନ୍ତ୍ରରେ ପକାଇବା ପୂର୍ବରୁ ହିଁ ବୁଣାକାର ହିସାବ କରେ ଯେ କେଉଁ ସୂତାର କେଉଁ ଅଂଶରେ ନାଲି ରଙ୍ଗ ରହିବ, କେଉଁଠି କଳା ରଙ୍ଗ ରହିବ। ଏହା ବହୁତ କଷ୍ଟକର କାମ। ସେମାନେ ସୂତାକୁ ମାପି ମାପି ସେହି ଅନୁସାରେ ରଙ୍ଗରେ ବାନ୍ଧନ୍ତି। ତାପରେ ଯେତେବେଳେ ସେହି ରଙ୍ଗୀନ ସୂତାକୁ ତନ୍ତରେ ଏପଟ ସେପଟ ବୁଣାଯାଏ, ଆପେ ଆପେ ମହାଲକ୍ଷ୍ମୀ, ଶଙ୍ଖ, ଚକ୍ର କିମ୍ବା ଫୁଲର ଚିତ୍ର ଉଭା ହୋଇଯାଏ। ଏହିଭଳି ନିର୍ଭୁଲ ଗାଣିତିକ ହିସାବ, ଆଉ ତାହା ବି ବିନା କମ୍ପ୍ୟୁଟରରେ। ଏହା ପ୍ରୋଗ୍ରାମିଂ ନୁହେଁ ତ ଆଉ କ'ଣ? ବାଃ, ଆପଣ ଏହି ପ୍ରକ୍ରିୟାକୁ ବହୁତ ଜୀବନ୍ତ ଭାବରେ ବର୍ଣ୍ଣନା କଲେ। ସମ୍ବଲପୁର, ବରଗଡ଼ ଏବଂ ସୋନପୁର ଅଞ୍ଚଳର ବୁଣାକାରମାନଙ୍କର ମସ୍ତିଷ୍କ ହିଁ ସବୁଠାରୁ ବଡ଼ ସଫ୍ଟୱେର୍। ମାନେ ସେମାନେ ଡିଜାଇନକୁ ଓଲଟା ଦିଗରୁ ଚିନ୍ତା କରନ୍ତି, ଯାହାକୁ ଆମେ ରିଭର୍ସ ଇଞ୍ଜିନିୟରିଂ କହୁ। ଗୋଟିଏ ସାମାନ୍ୟ ଭୁଲ ହେଲେ ସମ୍ପୂର୍ଣ୍ଣ ଚିତ୍ର ନଷ୍ଟ ହୋଇଯିବ। ହଁ, ତାହା ତ ସତ। ସୂତାକୁ ବାନ୍ଧିବା ଏବଂ ରଙ୍ଗ କରିବାର ଏହି ଜଟିଳ ପ୍ରଣାଳୀକୁ ହିଁ ଇକତ୍ ବା ବନ୍ଧକଳା କୁହାଯାଏ। ଏହି ନିଷ୍ଠା ଏବଂ ଗାଣିତିକ ଜ୍ଞାନ ପାଇଁ ସମ୍ବଲପୁରୀ ଶାଢ଼ୀ ଆଜି ସାରା ବିଶ୍ୱରେ ଏତେ ପ୍ରସିଦ୍ଧି ଲାଭ କରିଛି ଏବଂ ଏହାକୁ GI ଟ୍ୟାଗ୍ ମଧ୍ୟ ମିଳିଛି। ଠିକ୍ କଥା। ଏବେ ଆମେ ଆସିଗଳିଣି ଆଜିର 10ମ ଏବଂ ଶେଷ ପ୍ରଶ୍ନ ପାଖକୁ, ଯାହା ଏକ ଅତ୍ୟନ୍ତ ସମ୍ବେଦନଶୀଳ ଆଧୁନିକ ପ୍ରସଙ୍ଗ। ପ୍ରଶ୍ନଟି ହେଲା, ହାତୀମାନଙ୍କ ପାଇଁ ପ୍ରସିଦ୍ଧ ଏବଂ ଭୁବନେଶ୍ୱର ନିକଟରେ ଅବସ୍ଥିତ ଓଡ଼ିଶାର ବନ୍ୟଜନ୍ତୁ ଅଭୟାରଣ୍ୟ କେଉଁଟି? ବିକଳ୍ପ ରହିଛି ଏ ଚନ୍ଦକା, ବି
ଭିତରକନିକା, ସି କର୍ଲାପାଟ ଆଉ ଡି ଉଷାକୋଠି। ଏହାର ସଠିକ୍ ଉତ୍ତର ହେଉଛି ବିକଳ୍ପ ଏ ଚନ୍ଦକା ଡମ୍ପୋଡ଼ା ବନ୍ୟଜନ୍ତୁ ଅଭୟାରଣ୍ୟ। ହଁ, ଚନ୍ଦକା ଅଭୟାରଣ୍ୟ। କିନ୍ତୁ ଏଠାରେ ମୋର ଗୋଟିଏ ବଡ଼ ପ୍ରଶ୍ନ ଅଛି। ଟିକେ ଭାବି ଦେଖନ୍ତୁ, ରାଜଧାନୀ ଭୁବନେଶ୍ୱର ଭଳି ଏକ ଅତ୍ୟାଧୁନିକ ଜନଗହଳିପୂର୍ଣ୍ଣ ସହର, ଯୋଉଠି IT ପାର୍କ ଅଛି, ଚଉଡ଼ା ରାସ୍ତା ଏବଂ ବଡ଼ ବଡ଼ କୋଠାବାଡ଼ି ଅଛି, ତାର ଠିକ୍ ପାଖରେ ଲାଗିକରି ଏକ ବିଶାଳକାୟ ବନ୍ୟ ହାତୀମାନଙ୍କର ଅଭୟାରଣ୍ୟ ରହିବା ଆଶ୍ଚର୍ଯ୍ୟଜନକ ନୁହେଁ କି? ମାନେ, ଏହା କ'ଣ ଭବିଷ୍ୟତରେ ମଣିଷ ଓ ବନ୍ୟଜନ୍ତୁଙ୍କ ସଂଘର୍ଷର ବଡ଼ କାରଣ ହେବ ନାହିଁ? ଆମେ କ'ଣ ବିକାଶ ନାମରେ ହାତୀମାନଙ୍କ ଘର ଭିତରେ ପଶିଯାଉନାହୁଁ? ଆପଣ ଏକ ଅତ୍ୟନ୍ତ ବାସ୍ତବିକ ଏବଂ ଜଟିଳ ପ୍ରସଙ୍ଗ ଉଠାଇଲେ। ଏଠାରେ ଆମେ କାହାକୁ ଭୁଲ ବା ଠିକ୍ ସିଧାସଳଖ କହିପାରିବା ନାହିଁ, ବରଂ ବାସ୍ତବତାକୁ ବୁଝିବାକୁ ହେବ। ମାନେ, ଚନ୍ଦକା ଅଭୟାରଣ୍ୟ ଆଗରୁ ଏକ ନିବିଡ଼ ଜଙ୍ଗଲ ଥିଲା ଏବଂ ହାତୀମାନଙ୍କର ଏକ ବିଶାଳ ଓ ମୁକ୍ତ ବାସସ୍ଥଳୀ ଥିଲା। ଆଉ ତାପରେ ସହର ବଢ଼ିଲା। ହଁ, ଯେତେବେଳେ ଭୁବନେଶ୍ୱର ସହର ଦ୍ରୁତଗତିରେ ସମ୍ପ୍ରସାରିତ ହେବାକୁ ଲାଗିଲା, ସହରର ସୀମା ଯାଇ ଜଙ୍ଗଲ ସୀମାକୁ ଛୁଇଁଲା। ହାତୀମାନଙ୍କର ଯାତାୟାତ ପାଇଁ ଯେଉଁ ପାରମ୍ପରିକ ରାସ୍ତା ବା ଏଲିଫେଣ୍ଟ କରିଡର ଥିଲା, ତାହା ମଝିରେ ରାସ୍ତାଘାଟ, କଲେଜ ଓ ବିଲ୍ଡିଂ ତିଆରି ହୋଇଗଲା, ଯାହାକୁ ଆମେ ବାସସ୍ଥଳୀର ବିଖଣ୍ଡନ ବା ହ୍ୟାବିଟାଟ୍ ଫ୍ରାଗମେଣ୍ଟେସନ କହୁଁ। ଅର୍ଥାତ୍ ହାତୀମାନେ ନିଜ ରାସ୍ତା ଭୁଲି ନାହାନ୍ତି, ଆମେ ସେମାନଙ୍କର ରାସ୍ତାରେ ଘର କରିଦେଇଛୁ। ଠିକ୍ ଧରିଛନ୍ତି। ହାତୀମାନଙ୍କର ସ୍ମୃତିଶକ୍ତି ବହୁତ ପ୍ରଖର ଥାଏ। ସେମାନେ ନିଜର ପିଢ଼ି ପିଢ଼ି ଧରି ଚାଲି ଆସୁଥିବା ପୁରୁଣା ରାସ୍ତା ଖୋଜି ଖୋଜି ଜନବସତି ଭିତରକୁ ଚାଲି ଆସନ୍ତି। ଗୋଟିଏ ପଟେ ଆମକୁ ସହରୀକରଣ ଏବଂ ବିକାଶ ଦରକାର, କାରଣ ଲୋକଙ୍କୁ ରହିବା ପାଇଁ ଘର ଓ କାମ କରିବା ପାଇଁ ଅଫିସ ଦରକାର। ଅନ୍ୟପଟେ ବନ୍ୟଜନ୍ତୁମାନଙ୍କର ସଂରକ୍ଷଣ ମଧ୍ୟ ଆମ ପରିବେଶ ପାଇଁ ନିହାତି ଜରୁରୀ। ତାହେଲେ ସମାଧାନ କ'ଣ? ଏହି ଦୁଇଟି ଆବଶ୍ୟକତା ମଧ୍ୟରେ କିପରି ଏକ ଭାରସାମ୍ୟ ରକ୍ଷା କରାଯିବ, ନୂତନ ଜ୍ଞାନକୌଶଳ ବ୍ୟବହାର କରି କିପରି ହାତୀମାନଙ୍କୁ ସୁରକ୍ଷିତ ବାଟ କଢ଼ାଇ ନିଆଯିବ, ତାହା ବର୍ତ୍ତମାନର ସହର ଯୋଜନାକାରୀ ଏବଂ ଜଙ୍ଗଲ ବିଭାଗ ପାଇଁ ସବୁଠାରୁ ବଡ଼ ଆହ୍ୱାନ। ଏହା ବିକାଶ ବନାମ ପ୍ରକୃତିର ଏକ ଜ୍ୱଳନ୍ତ ନମୁନା। ସତରେ ଏହା ଏକ ଚିନ୍ତାର ବିଷୟ। ଯାହା ହେଉ, ଆଜିର ଏହି ଦୀର୍ଘ ଆଲୋଚନାରୁ ଆମକୁ କେବଳ 10ଟି ପ୍ରଶ୍ନର ABCD ଉତ୍ତର ମିଳିଲା ନାହିଁ, ବରଂ ଓଡ଼ିଶାର ଏକ ସମ୍ପୂର୍ଣ୍ଣ ଏବଂ ଜୀବନ୍ତ ଚିତ୍ର ଉଭା ହେଲା। କନ୍ଧମାଳର ପାହାଡ଼ୀ ଅଞ୍ଚଳରେ ହେଉଥିବା ପୋଡ଼ୁ ଚାଷରୁ ଆରମ୍ଭ କରି ବୁଢ଼ାବଳଙ୍ଗ ଓ ସାଳନ୍ଦୀ ଭଳି ଜୀବନଦାୟିନୀ ନଦୀର ଗତିପଥ, ସମ୍ରାଟ ଚୋଡ଼ଗଙ୍ଗ ଦେବଙ୍କର ବିଶାଳ ସ୍ଥାପତ୍ୟ ଶ୍ରୀ ଜଗନ୍ନାଥ ମନ୍ଦିରର ଇଞ୍ଜିନିୟରିଂ, ଖାରବେଳଙ୍କର ହାତୀଗୁମ୍ଫାର ପ୍ରାଚୀନ ବିଲବୋର୍ଡ, ସମ୍ବଲପୁରୀ ବନ୍ଧକାଳାର ଯାଦୁଗରୀ ଏବଂ ଶେଷରେ ଚନ୍ଦକାର ହାତୀ ଅଭୟାରଣ୍ୟର ବାସ୍ତବତା, ଏସବୁ ଗୋଟିଏ ସୂତାରେ ବନ୍ଧା। ତଥ୍ୟ କେବେ ବି ଶୁଖିଲା ନୁହେଁ। ଏକଦମ ଠିକ୍। ଇତିହାସର ଘଟଣାବଳୀ, ଭୂଗୋଳର ରୂପରେଖା ଏବଂ ଲୋକଙ୍କର ସଂସ୍କୃତି ଏସବୁ ଅଲଗା ଅଲଗା ବିଷୟ ନୁହନ୍ତି। ଏଗୁଡ଼ିକ ଗୋଟିଏ ବୃହତ୍ତର କାହାଣୀର ବିଭିନ୍ନ ଅଧ୍ୟାୟ। ଆମେ ଯେତେବେଳେ ଏମିତି ପ୍ରଶ୍ନ ପଚାରିବା ଶିଖିବା, ସେତେବେଳେ ହିଁ ପ୍ରକୃତ ଜ୍ଞାନର ବିକାଶ ହେବ। ତେବେ ଆଜିର ଏହି ଗଭୀର ଆଲୋଚନାକୁ ଶେଷ କରିବା ପୂର୍ବରୁ ମୁଁ ଆମ ଶ୍ରୋତାମାନଙ୍କ ପାଇଁ ଗୋଟିଏ କଥା ବିଚାର କରିବାକୁ ଛାଡ଼ିଦେଇ ଯାଉଛି। ଟିକେ ଭାବି ଦେଖନ୍ତୁ, ଉଦୟଗିରି ପାହାଡ଼ରେ ଥିବା ହାତୀଗୁମ୍ଫାର ସେହି ଶିଳାଲେଖ କିମ୍ବା ପୁରୀ ମନ୍ଦିର ଭଳି ପ୍ରାଚୀନ ଐତିହ୍ୟ ଆଜି ବି ଆମ ପାଇଁ ପ୍ରାଚୀନ କାଳର କାହାଣୀ ବଖାଣୁଛି, କାରଣ ତାହା ଶକ୍ତ ପଥରରେ ଖୋଦେଇ ହୋଇଛି। କିନ୍ତୁ ଆଜିର ଏହି ଅତ୍ୟାଧୁନିକ ଡିଜିଟାଲ ଯୁଗରେ ଆମେ ଯେଉଁ ସବୁ ତଥ୍ୟ, ଫଟୋ ବା ସ୍ମୃତି ତିଆରି କରୁଛୁ, ଯେମିତିକି ଆମର ଫେସବୁକ୍ ପୋଷ୍ଟ, ଆମର ଇଣ୍ଟରନେଟ୍ ଆର୍ଟିକଲ୍ସ କିମ୍ବା କ୍ଲାଉଡ୍ ଷ୍ଟୋରେଜରେ ସେଭ୍ ଥିବା ଡକୁମେଣ୍ଟ, ଆଗାମୀ 1000 ବର୍ଷ ପରେ ଭବିଷ୍ୟତର ଐତିହାସିକମାନେ ଆମ ବିଷୟରେ କିପରି ଜାଣିବେ? ଏକଦମ ସେହି କଥା। କ'ଣ ଆମର ଏହି ଡିଜିଟାଲ ତଥ୍ୟଗୁଡ଼ିକ ପଥର ଅକରେ ଖୋଦେଇ ହୋଇଥିବା ଲିପି ଭଳି ହଜାର ହଜାର ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ହୋଇ ରହିପାରିବ? ନା କେବଳ ଗୋଟେ ବଡ଼ ସର୍ଭର କ୍ରାସ୍ ହେଲେ ଏସବୁ କାଳଗର୍ଭରେ ଲୀନ ହୋଇଯିବ? ହୁଏତ ସେହି ପ୍ରାଚୀନ କାଳର ରାଜାମାନଙ୍କର ପଥର ବିଲବୋର୍ଡ ଆମର ଏହି ଉନ୍ନତ ଟେକ୍ନୋଲୋଜିଠାରୁ ଯଥେଷ୍ଟ ଅଧିକ ଶକ୍ତିଶାଳୀ ଏବଂ ସ୍ଥାୟୀ ଥିଲା। ଏହା ନିଶ୍ଚିତ ଭାବରେ ଏକ ଗଭୀର ଚିନ୍ତାର ବିଷୟ। ଏହି ନୂତନ ଚିନ୍ତାଧାରା ସହିତ ଆଜି ପାଇଁ ଏତିକି। ପୁଣି ଏକ ନୂଆ ବିଷୟ ସହ ଆଲୋଚନା କରିବା। ବହୁତ ବହୁତ ଧନ୍ୟବାଦ।